ଖାଲି ଆମେ ନେତା ମାନେ ବସିକି ଉପରେ ନିଷ୍ପତ୍ତି ନେଇଗଲେ ଦଳ ସଂଗଠିତ ହେବ ନାହିଁ। ଦଳ ତୃଣମୂଳ ସ୍ତରରେ ସଂଗଠିତ ହେବ ନାହିଁ ବା ଭୋଟ ବ୍ୟାଙ୍କ ତିଆରି ହେଇଯିବ ନାହିଁ। ତ ଯେଉଁମାନଙ୍କୁ ନେଇକି ଦଳ ସଂଗଠିତ ହେବ, ଦଳର ଅର୍ଗାନାଇଜେସନ ଷ୍ଟ୍ରଙ୍ଗ ହେବ, ତାଙ୍କୁ ଯେତେବେଳେ ଆମେ ଗୁରୁତ୍ୱ ଦେଇପାରୁନାହୁଁ ସେତେବେଳେ ଇଏ ଠିକ୍ ସାଂଗଠନିକ କାର୍ଯ୍ୟକ୍ରମ ନୁହେଁ ବୋଲି ମୁଁ ଅନୁଭବ କରୁଛି। ନିର୍ବାଚନ ତାରିଖ ଘୋଷଣା ସରିଛି, ମୁଣ୍ଡ ଉପରେ ନିର୍ବାଚନ ପାନ କଟକ ବିଜେପିର ଜିଲ୍ଲା ସଭାପତି ଥିବା ତା ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପିରୁ ଇସ୍ତଫା ଦେଇଛନ୍ତି। କଣ ପାଇଁ ଇସ୍ତଫା ଦେଇଛନ୍ତି, କଣ ରହିଲା କାରଣ, ଆସନ୍ତୁ ଆମ ସହିତ ଆଲୋଚନା କରିବା। ତା ରିପୋର୍ଟର ଷ୍ଟୁଡିଓକୁ ପ୍ରଥମ ଆପଣଙ୍କୁ ସ୍ୱାଗତ କରି। ମୁଣ୍ଡ ଉପରେ ନିର୍ବାଚନ, ହଠାତ୍ ଆପଣଙ୍କର ବିଜେପିରୁ ଇସ୍ତଫା, କଣ କାରଣ ଥାଇପାରେ? ନିର୍ବାଚନ ହଉ ବା ରାଜନୈତିକ କାର୍ଯ୍ୟକ୍ରମ ହଉ, ସବୁର ମୂଳରେ ଦଳର ତୃଣମୂଳ ସ୍ତରର କର୍ମକର୍ତ୍ତା ମାନେ ହିଁ ସବୁଠାରୁ ଅଧିକା ଗୁରୁତ୍ୱ ବହନ କରନ୍ତି। ଏବଂ ମୁଁ ଜିଲ୍ଲା ସଭାପତି ହିସାବରେ ମଧ୍ୟ ଅନୁଭବ କରେ ଏବଂ ଦୀର୍ଘ ଦିନ ହେବ ଯେହେତୁ ମୁଁ ରାଜନୀତିରେ ଅଛି, ଛାତ୍ର ଜୀବନ ରାଜନୀତିରେ ଅଛି, ଇଲେକ୍ଟ୍ରାଲ ପଲିଟିକ୍ସ ଭିତରେ ମଧ୍ୟ ଅଛି, ମୋର ମତ ଯେ ତୃଣମୂଳ ସ୍ତରର ଯେଉଁମାନେ କର୍ମକର୍ତ୍ତା ମାନେ ଅଛନ୍ତି, ଯେଉଁମାନେ ଦଳ ପାଇଁ ତାଙ୍କର ଲହୁ ଲୁହ ଦେଉଛନ୍ତି, ସେମାନଙ୍କର ମତକୁ ସବୁବେଳେ ସମ୍ମାନ ଦିଆଯିବା ଦରକାର। ଏବଂ ଏଠି ଅନେକ ଦିନ ହେବ ମୁଁ ସେ କଥାକୁ ଅନୁଭବ କଲି ଏବଂ ମୁଁ ଚାହିଁଲି ଯେଉଁ ମତ ରହୁଛି, ଯାହା ଲୋକମାନେ ଚାହୁଁଛନ୍ତି, ସେ କଥାକୁ ପ୍ରପର ଫୋରମରେ ପହଞ୍ଚୁ ଏବଂ ତାଙ୍କ ମତକୁ ସମ୍ମାନ ଦେଇକି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ। କିନ୍ତୁ ସେ କଥା ହେଇପାରିଲା ନାହିଁ। ତେଣୁ ମୁଁ ବାଧ୍ୟ ହେଲି, ଯେହେତୁ ମୁଁ କାହାକୁ ନ୍ୟାୟ ଦେଇପାରୁନାହିଁ, ମୁଁ ସଂଗଠନକୁ ଯେଉଁ ଏକ୍ସପେକ୍ଟେସନ ମୋର ଥିଲା ସେ ପର୍ଯ୍ୟନ୍ତ ମୁଁ ପହଞ୍ଚାଇବାରେ ସଫଳ ହେଇପାରୁନାହିଁ। ତେଣୁ ମୁଁ ଇସ୍ତଫା ଦେବା ପାଇଁ ନିଜକୁ ଠିକ୍ ବୋଲି ଭାବିଲି ଏବଂ ମୁଁ ସେଇ ହିସାବରେ କାର୍ଯ୍ୟାନୁଷ୍ଠାନ ନେଲି। ଆପଣ ଜିଲ୍ଲା ସଭାପତି ଥିଲେ ବିଜେପିର, ଜିଲ୍ଲାର ଦାୟିତ୍ୱ ଶେଷ ପର୍ଯ୍ୟନ୍ତ ଆପଣ ଦେଖିଛୁ, ସଂଗଠନରେ ଆକ୍ଟିଭ ବି ଥିଲେ। ଆପଣ ଯେମିତି କହିଲେ କି କାର୍ଯ୍ୟକାରୀ ବା କଥା କୋଠି ରହୁନାହିଁ, ତାମାନେ ବିଜେପିରେ କଣ ସଭାପତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉନଥିଲା? ମୁଁ ବ୍ୟକ୍ତିଗତ କଥା ମୁଁ କହିବି ନାହିଁ, ମୋ କଥା ମୁଁ ଆଦୌ ଆଲୋଚନା ପ୍ରସଙ୍ଗକୁ ଆଣିବି ନାହିଁ। ମୁଁ ଯେମିତି କହିଲି ଯେ ଯେଉଁମାନେ ତୃଣମୂଳ ସ୍ତରର କର୍ମକର୍ତ୍ତା ମାନେ ଅଛନ୍ତି, ଯେଉଁମାନେ ନିର୍ବାଚନ ମଣ୍ଡଳୀରେ ସଂଗଠନ କରୁଛନ୍ତି, ବ୍ଲକରେ ସଂଗଠନ କରୁଛନ୍ତି, ପଞ୍ଚାୟତରେ ସଂଗଠନ କରୁଛନ୍ତି, ସେମାନେ କେବଳ କାମ କରିବେ ଏବଂ ତାଙ୍କ କଥାର କୌଣସି ଗୁରୁତ୍ୱ ରହିବ ନାହିଁ, ଆର କିଛି ମାନେ ନାହିଁ। ତେଣୁ ସେମାନଙ୍କ ମତକୁ ଯେତେବେଳେ ସମ୍ମାନ ଦିଆଗଲା ନାହିଁ, ସେମାନଙ୍କ କଥାକୁ ଅଣଦେଖା କରାଗଲା ଏବଂ ତାଙ୍କୁ ଅଲଗା ବାଟରେ ଯଦି କହିବା, ତାଙ୍କର ନା କଥାକୁ ନା ମତକୁ ସମ୍ମାନ ମଧ୍ୟ ଦିଆଗଲା ନାହିଁ ଏବଂ ସେତେବେଳେ ମୁଁ ଅନୁଭବ କରି ବୋଧହୁଏ ମୁଁ ଅନ୍ୟାୟ କରୁଛି ଏବଂ ମୁଁ ତାଙ୍କୁ ପ୍ରପରଲି ନ୍ୟାୟ ଦେଇପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଠି ବୋଧହୁଏ ମୁଁ ଯାହା ଚାହୁଁଛି ବା ଆମର ଦଳ କର୍ମକର୍ତ୍ତା ମାନେ ଯେଉଁ ଚାହୁଁଛନ୍ତି ତାର ଗୁରୁତ୍ୱ ଏଠି ନାହିଁ। ଚର୍ଚ୍ଚା ବର୍ତ୍ତମାନ ଏଇଥିପାଇଁ ହଉଛି, ଗଲାକାଲି ଭର୍ତ୍ତୃହରି ମହତାବ କଟକ ବିଜେପିରେ ମିଶିଛନ୍ତି, ତାପରେ ପରେ ଆପଣଙ୍କ ଇସ୍ତଫା କୋଉଠି ନା କୋଉଠି ଗୋଟେ ଗୋଷ୍ଠୀ କନ୍ଦଳ ବା ମନମାଳିନ୍ୟକୁ ଇଶାରା କରୁଛି। ଭର୍ତ୍ତୃହରି ମହତାବ ଜଣେ ବରିଷ୍ଠ ନେତା, 6 ଥରର ସାଂସଦ, ସିଏ ଅନେକ କଥା ଚିନ୍ତା କରିଥିବେ, ତାଙ୍କ କଥା କ'ଣ ଥାଇପାରେ, ମୁଁ ତାଙ୍କ ବିଷୟରେ ଆଲୋଚନା କରିପାରିବି ନାହିଁ। କିନ୍ତୁ ମୁଁ ଯାହା କହିଲି, ମୁଁ ଯେଉଁ ଇସ୍ତଫା ଦେଇଛି ଯେ ପ୍ରପରଲି ରେସ୍ପଣ୍ଡ ହେଲା ନାହିଁ, ପ୍ରପରଲି କର୍ମକର୍ତ୍ତାମାନଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ, ପ୍ରପରଲି ମତକୁ ସମ୍ମାନ ଦିଆଗଲା ନାହିଁ ଏବଂ ଖାଲି ଆମେ ନେତାମାନେ ବସିକି ଉପରେ ନିଷ୍ପତ୍ତି ନେଇଗଲେ ଦଳ ସଂଗଠିତ ହେବ ନାହିଁ, ଦଳ ତୃଣମୂଳ ସ୍ତରରେ ସଂଗଠିତ ହେବ ନାହିଁ ବା ଭୋଟ ବ୍ୟାଙ୍କ ତିଆରି ହେଇଯିବ ନାହିଁ। ତ ଯେଉଁମାନଙ୍କୁ ନେଇକି ଦଳ ସଂଗଠିତ ହେବ, ଦଳର ଅର୍ଗାନାଇଜେସନ ଷ୍ଟ୍ରଙ୍ଗ ହେବ, ତାଙ୍କୁ ଯେତେବେଳେ ଆମେ ଗୁରୁତ୍ୱ ଦେଇପାରୁନାହୁଁ ସେତେବେଳେ ଇଏ ଠିକ୍ ସାଂଗଠନିକ କାର୍ଯ୍ୟକ୍ରମ ନୁହେଁ ବୋଲି ମୁଁ ଅନୁଭବ କରୁଛି। ଆପଣଙ୍କ ସହିତ ଯୋଗାଯୋଗ କରିଥିଲେ କି କେନ୍ଦ୍ର ନେତୃତ୍ୱ ବା ରାଜ୍ୟ ନେତୃତ୍ୱ ଭର୍ତ୍ତୃହରି ବାବୁ ବିଜେପିରେ ମିଶିବେ? ନା, ମୋ ସାଙ୍ଗରେ ଆଲୋଚନା କରିନାହାନ୍ତି, ମୋ ସାଙ୍ଗରେ କି ଆଲୋଚନା କରିନାହାନ୍ତି। ବର୍ତ୍ତମାନ ଆପଣ କଂଗ୍ରେସରେ ଥିଲେ, କଂଗ୍ରେସରୁ ଇସ୍ତଫା ଦେଲେ, ବିଜେପିରେ ଥିଲେ, ଇସ୍ତଫା ଦେଲେ, ବର୍ତ୍ତମାନ ଗୋଟିଏ ଅପସନ ରାଜ୍ୟରେ ସେ ହେଉଛି ବିଜେଡି। ଫ୍ୟୁଚରରେ ବା ଅତୀତରେ ଆପଣଙ୍କୁ ଆଗାମୀ ଦିନରେ ଆମେ ବିଜେଡିରେ ଦେଖିବାକୁ ପାଇବୁ? ମୁଁ ଆଜି ଇସ୍ତଫା ଦେଇଛି ଏବଂ ଏ ବାବଦରେ ମୁଁ ମୋର ଯେଉଁମାନେ ବନ୍ଧୁ, ଶୁଭେଚ୍ଛୁ, ସମର୍ଥକ ଅଛନ୍ତି, କର୍ମକର୍ତ୍ତା ମାନେ ଅଛନ୍ତି, ସେମାନଙ୍କ ସାଙ୍ଗରେ ଆଲୋଚନା କରିବି ଏବଂ ଯାହା ନିଷ୍ପତ୍ତି ସେମାନେ ନେବେ ସେ ନିଷ୍ପତ୍ତି ହିଁ ମୁଁ ଆପଣମାନଙ୍କୁ ଜଣାଇବି ଏବଂ ତାପରେ ମୁଁ ମୋର ପରବର୍ତ୍ତୀ କାର୍ଯ୍ୟକ୍ରମ କ'ଣ ହେବ ସେ କଥା ଜଣାଇବି। 24 ନିର୍ବାଚନରେ ପ୍ରକାଶ ବେହେରାକୁ ଆମେ ନିର୍ବାଚନ ମଇଦାନରେ ସାଲେପୁରବାସୀ ଦେଖିବେ କି? ମୁଁ କହିଲି ନା, ଆମେ ପ୍ରଥମେ ଆଲୋଚନା କରିବି, ଆଲୋଚନା କଲା ପରେ ସେ ଯେଉଁ ମତ ଆସିବ ତାପରେ ମୁଁ ପ୍ରପର ଫୋରମରେ ଡିସ୍କସନ୍ କରିବି ଏବଂ ମୁଁ କହିଲି ଯେ ମୁଁ ଗୋଟେ ତୃଣମୂଳ ସ୍ତରର କର୍ମୀ,
ଏବଂ ଦୀର୍ଘ ଦିନ ହେବ ଇଲେକ୍ଟ୍ରାଲ ପଲିଟିକ୍ସ ଭିତରେ ମଧ୍ୟ ଅଛି। ରାଜନୀତିରେ ରହିବି, ସଂଗଠନରେ ରହିବି। ବର୍ତ୍ତମାନ ଆପଣ ଯଦି କହିବେ ଯେହେତୁ ଜିଲ୍ଲା ସଭାପତି ଥିଲେ, ପୂର୍ବତନ ବିଧାୟକ ଥିଲେ, 2024 ନିର୍ବାଚନକୁ ରାଜନୈତିକ ଦୃଷ୍ଟିକୋଣରୁ କେମିତି ଦେଖୁଛନ୍ତି? 2024 ପରିସ୍ଥିତି ବଦଳୁଛି। ପରିସ୍ଥିତି ଯାହା ବର୍ଷକ ତଳେ ଥିଲା, ଯାହା 6 ମାସ ତଳେ ଥିଲା, ଯାହା ଆଜିକା ଡେଟ୍ରେ ଥିଲା, ପରିସ୍ଥିତି ବଦଳୁଛି। ଏବଂ ମୋର ମତ ହେଉଛି ଯୋଉ ଦଳ ଲୋକଙ୍କ ପାଇଁ କାମ ଠିକ୍ କରିଥିବ, ଯୋଉ ଦଳ ସଂଗଠନରେ ତୃଣମୂଳ ସ୍ତର କର୍ମକର୍ତ୍ତା ମାନଙ୍କୁ ଗୁରୁତ୍ୱ ଦେଉଥିବ, ପ୍ରପରଲି କର୍ମୀମାନଙ୍କୁ ଚିହ୍ନଟ କରିପାରିଥିବ, ସେଇ ଦଳ ବିଜୟ ହେବ। ଆପଣ ଦେଖୁଥିଲେ ଆମ ସହିତ ପ୍ରକାଶ ବେହେରା ଥିଲେ, ବିଜେପି ଛାଡ଼ିଛନ୍ତି। ବର୍ତ୍ତମାନ ଆଗାମୀ ରାଜନୈତିକ ଭବିଷ୍ୟତ କ'ଣ, ସେ ସହିତ କର୍ମକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ହୃଷିକେଶଙ୍କ ସହ ହରପ୍ରସାଦ ବିଶୋଇ, ରିପୋର୍ଟର୍ସ ଟୁଡେ।